ଆମେ ପ୍ରତିଦିନ ଯେତେ ସବୁ ଜିନିଷ ବ୍ୟବହାର କରୁ ତା ପଛରେ କିଛି ସାଇଲେଣ୍ଟ ହିରୋ ଥାଆନ୍ତି ଆଉ ଟ୍ରାନ୍ସଫର୍ମର ହେଉଛି ସେମାନଙ୍କ ଭିତରୁ ଜଣେ। ଏହି ଯେଉଁ ସାଧାରଣ ପରି ଦେଖାଯାଉଥିବା ବାକ୍ସ, ଏହା ହିଁ ଆମ ଆଧୁନିକ ଦୁନିଆର କହିବାକୁ ଗଲେ ହୃତ୍ପିଣ୍ଡ। ଏହା ହିଁ ଆମ ଘର, ଆମ ସହରକୁ ଚୁପଚାପ ଶକ୍ତି ଯୋଗାଏ। ତେବେ ଚାଲନ୍ତୁ ଆଜି ଏହି ନୀରବ ନାୟକର କାହାଣୀକୁ ଟିକେ ଭଲ ଭାବରେ ବୁଝିବା। ଆଚ୍ଛା, କେବେ ମନକୁ ଏ ପ୍ରଶ୍ନ ଆସିଛି କି ଯେ ପାୱାର ପ୍ଲାଣ୍ଟ ତ କେତେ ଦୂରରେ, ସେଠାରୁ ଆମ ଘର ପର୍ଯ୍ୟନ୍ତ ଏତେ ଲମ୍ବା ତାରରେ ବିଜୁଳି ଆସେ କେମିତି? ମାନେ ବାଟରେ ଶକ୍ତି ସରିଯିବା କଥା, କିନ୍ତୁ ସରେନି କେମିତି? କ'ଣ ଏମିତି ହୁଏ ଯେ ଏତେ ଶକ୍ତି ବାଟରେ ହଜିଯାଏନି? କଥା କ'ଣ କି, ପାୱାର ଟ୍ରାନ୍ସମିଶନରେ ଗୋଟେ ବହୁତ ବଡ଼ ସମସ୍ୟା ଅଛି, ଆଉ ସେଇଟା ହେଲା ପ୍ରତିରୋଧ ବା ରେଜିଷ୍ଟାନ୍ସ। ଯେମିତି ଆମେ ଚାଲିଲେ ଘର୍ଷଣ ହୁଏ, ଠିକ୍ ସେମିତି ବିଦ୍ୟୁତ୍ ଯେତେବେଳେ ଲମ୍ବା ତାରରେ ଯାଏ ତାକୁ ବି ପ୍ରତିରୋଧର ସାମ୍ନା କରିବାକୁ ପଡ଼େ। ଆଉ এই ପ୍ରତିରୋଧ ଯୋଗୁଁ ବହୁତ ଶକ୍ତି ଗରମ ହେଇକି ନଷ୍ଟ ହୋଇଯାଏ। ଆଉ ସମସ୍ୟାଟା ଏତେ ବଡ଼ ଯେ ଯଦି ଏହାର କିଛି ସମାଧାନ ନଥାନ୍ତା ତାହେଲେ ପାୱାର ପ୍ଲାଣ୍ଟରୁ ବାହାର ଥିବା ଅଧିକାଂଶ ବିଜୁଳି ଆମ ଘରେ ପହଞ୍ଚିବା ଆଗରୁ ହିଁ ବାଟରେ ଶେଷ ହୋଇଯାଆନ୍ତା। କିନ୍ତୁ 19 ଶତାବ୍ଦୀରେ ବୈଜ୍ଞାନିକମାନେ ଏହାର ଗୋଟେ ଜବରଦସ୍ତ ସମାଧାନ ବାହାର କଲେ। ଏମିତି ଏକ ସମାଧାନ ଯେଉଁଥିରେ କୌଣସି ଜିନିଷକୁ ଛୁଇଁବା ଦରକାର ନାହିଁ, କେବଳ ଚୁମ୍ବକୀୟ ଶକ୍ତି ବ୍ୟବହାର କରି କାମ ହୋଇଯିବ। ଆଉ ଏଇଠୁ ହିଁ ଆରମ୍ଭ ହେଲା ଟ୍ରାନ୍ସଫର୍ମରର କାହାଣୀ। ଏହି ପୂରା ଜିନିଷର ମୂଳରେ ଗୋଟେ ସିଦ୍ଧାନ୍ତ ଅଛି, ତାକୁ କହନ୍ତି ମ୍ୟୁଚୁଆଲ ଇଣ୍ଡକ୍ସନ୍। ଭାବନ୍ତୁ ତ, ଯେତେବେଳେ ଗୋଟେ କଏଲ୍ ଭିତରେ କରେଣ୍ଟ ଯାଏ, ସେ ତା ଚାରିପଟେ ଗୋଟେ ଅଦୃଶ୍ୟ ଚୁମ୍ବକୀୟ ଫିଲ୍ଡ ତିଆରି କରେ। ଆଉ ମଜାର କଥା ହେଲା, ଯଦି ପାଖରେ ଆଉ ଗୋଟେ କଏଲ୍ ଥାଏ, ଏହି ଚୁମ୍ବକୀୟ ଫିଲ୍ଡ ସେହି ଦ୍ୱିତୀୟ କଏଲ୍ରେ ବି କରେଣ୍ଟ ତିଆରି କରିଦିଏ, ଆଉ ସେମାନଙ୍କ ଭିତରେ କୌଣସି ତାର ବି ଲାଗିନଥାଏ। ଏହିଟା ହିଁ ତ ଟ୍ରାନ୍ସଫର୍ମରର ପ୍ରକୃତ ଯାଦୁ। ତାହେଲେ ଏ ପ୍ରକ୍ରିୟାଟି ଠିକ୍ କେମିତି କାମ କରେ? ଦେଖନ୍ତୁ, ଏହା 3ଟି ସରଳ ଷ୍ଟେପ୍ରେ ହୁଏ। ପ୍ରଥମେ ଏସି କରେଣ୍ଟ ପ୍ରାଇମେରୀ ୱାଇଣ୍ଡିଂ ଭିତରକୁ ଆସେ। ତାପରେ ଏହି କରେଣ୍ଟ ଲାମିନେଟେଡ୍ କୋର୍ରେ ଗୋଟେ ବଦଳୁଥିବା ମ୍ୟାଗ୍ନେଟିକ୍ ଫିଲ୍ଡ ତିଆରି କରେ। ଆଉ ଶେଷରେ ଏହି ବଦଳୁଥିବା ମ୍ୟାଗ୍ନେଟିକ୍ ଫିଲ୍ଡ ସେକେଣ୍ଡାରୀ ୱାଇଣ୍ଡିଂରେ ଗୋଟେ ନୂଆ ଏସି ଭୋଲ୍ଟେଜ୍ ତିଆରି କରିଦିଏ। ବାସ୍, ଏମିତି ଭାବରେ ବିନା ଛୁଇଁକି ଶକ୍ତି ଗୋଟେ ପଟୁ ଆର ପଟକୁ ଚାଲିଯାଏ। କିନ୍ତୁ ଏହାର ସବୁଠୁ ବଡ଼ କଥା କ'ଣ ଜାଣନ୍ତି? ଆମେ ଏହି ପ୍ରକ୍ରିୟାକୁ ନିଜ ଇଚ୍ଛାରେ କଣ୍ଟ୍ରୋଲ କରିପାରିବା। ଯଦି ଦ୍ୱିତୀୟ କଏଲ୍ରେ ପ୍ରଥମ କଏଲ୍ଠୁ ବେଶୀ ଘେରା ଥାଏ ତାହେଲେ ଭୋଲ୍ଟେଜ୍ ବଢ଼ିଯାଏ। ଏଇଟାକୁ ଆମେ କହୁ ଷ୍ଟେପ୍ ଅପ୍ ଟ୍ରାନ୍ସଫର୍ମର। ଆଉ ଠିକ୍ ତାର ଉଲ୍ଟା, ଯଦି ଘେରା କମ୍ ଥାଏ ତାହେଲେ ଭୋଲ୍ଟେଜ୍ କମିଯାଏ, ଆଉ ସେଇଟା ହେଲା ଷ୍ଟେପ୍ ଡାଉନ୍ ଟ୍ରାନ୍ସଫର୍ମର। ଆଉ ଏଇଠି ହିଁ ଆମର ସେଇ ପ୍ରଥମ ସମସ୍ୟାର ସମାଧାନ ଲୁଚି ରହିଛି। ମନେ ପକାନ୍ତୁ ତ, ସେ ଯେଉଁ ଶକ୍ତି ଗରମ ହେଇକି ନଷ୍ଟ ହେଉଥିଲା, ତାର ସମାଧାନ ଏଇଟା। ପାୱାର ପ୍ଲାଣ୍ଟରେ କ'ଣ କରାଯାଏ, ଗୋଟେ ଷ୍ଟେପ୍ ଅପ୍ ଟ୍ରାନ୍ସଫର୍ମର ଲଗେଇ ଭୋଲ୍ଟେଜକୁ ବହୁତ ବଢ଼ାଇ ଦିଆଯାଏ। ଆଉ ଯେତେବେଳେ ଭୋଲ୍ଟେଜ୍ ବଢ଼େ, କରେଣ୍ଟ କମିଯାଏ। ଆଉ କରେଣ୍ଟ କମିଗଲେ ଶକ୍ତି ନଷ୍ଟ ହେବା ବି ପ୍ରାୟ ବନ୍ଦ ହୋଇଯାଏ। ତାପରେ ଆମ ଘର ପାଖରେ ଗୋଟେ ଷ୍ଟେପ୍ ଡାଉନ୍ ଟ୍ରାନ୍ସଫର୍ମର ଲଗେଇ ସେହି ହାଇ ଭୋଲ୍ଟେଜକୁ ପୁଣି ଥରେ କମେଇ ଦିଆଯାଏ, ଯାହାକୁ ଆମେ ସୁରକ୍ଷିତ ଭାବରେ ବ୍ୟବହାର କରିପାରୁ। ହଉ, ତେବେ ଏହା କେମିତି କାମ କରେ ତାହା ତ ଆମେ ବୁଝିଗଲେ। ଏବେ ଚାଲନ୍ତୁ ଟିକେ ଭିତରକୁ ଯିବା ଆଉ ଦେଖିବା ଏହି ବାକ୍ସ ଭିତରେ ଆଉ କ'ଣ ସବୁ ଅଛି। ଦେଖନ୍ତୁ, ଗୋଟେ ଟ୍ରାନ୍ସଫର୍ମରର ମୁଖ୍ୟ ଜିନିଷ ହେଲା ତାର ଦୁଇଟି କଏଲ୍, ଗୋଟେ ପ୍ରାଇମେରୀ ଆଉ ଗୋଟେ ସେକେଣ୍ଡାରୀ ୱାଇଣ୍ଡିଂ। ଏହି ଦୁଇଟା କଏଲ୍ ଗୋଟେ ଲାମିନେଟେଡ୍ ଷ୍ଟିଲ୍ କୋର୍ ଚାରିପଟେ ଗୁଡ଼େଇ ହୋଇଥାଏ, ଯାହା ମ୍ୟାଗ୍ନେଟିକ୍ ଫିଲ୍ଡକୁ ଠିକ୍ ରାସ୍ତା ଦେଖାଏ। ଆଉ ପୂରା ସିଷ୍ଟମକୁ ଥଣ୍ଡା ଆଉ ଇନ୍ସୁଲେଟ୍ କରିବା ପାଇଁ ଗୋଟେ ସ୍ପେଶାଲ ତେଲ ଥାଏ। ବାହାର ପାୱାର ଲାଇନ୍ ସହ ଯୋଡ଼ିବା ପାଇଁ ବୁଶିଂ ଲାଗିଥାଏ। ଆଉ ଏହି ସବୁ ଜିନିଷ ଗୋଟେ ବଡ଼ ଟ୍ୟାଙ୍କ ଭିତରେ ସୁରକ୍ଷିତ ରହିଥାଏ। ଏଠି ଗୋଟେ ମଜାଦାର କଥା ହେଲା ଏହି କୋର୍ର ଡିଜାଇନ୍। ଏହା ଗୋଟେ ମୋଟା ଲୁହା ଖଣ୍ଡେରେ ତିଆରି ହୋଇନଥାଏ, ବରଂ ଏହାକୁ ବହୁତ ଗୁଡ଼େ ପତଳା ପତଳା ଇନ୍ସୁଲେଟେଡ୍ ଷ୍ଟିଲ୍ ପ୍ଲେଟ୍କୁ ଯୋଡ଼ିକି ତିଆରି କରାଯାଏ। କାହିଁକି? କାରଣ ଏମିତି କରିବା ଦ୍ୱାରା ଏଡି କରେଣ୍ଟ ବୋଲି ଗୋଟେ ଜିନିଷକୁ ରୋକି ହୁଏ। ଏହା ଗୋଟେ ପ୍ରକାରର ବିଦ୍ୟୁତ୍ ଭାଉରୀ ଯାହା ଶକ୍ତି ନଷ୍ଟ କରେ। ତେଣୁ ଏହି ପତଳା ପ୍ଲେଟ୍ ସେହି ଭାଉରୀକୁ ତିଆରି ହେବାକୁ ଦିଏନି, ଆଉ ଟ୍ରାନ୍ସଫର୍ମରର ଦକ୍ଷତା ବଢ଼ିଯାଏ। ସାଧାରଣତଃ ଟ୍ରାନ୍ସଫର୍ମରର ଡିଜାଇନ୍ ଦୁଇ ପ୍ରକାରର ହୋଇଥାଏ। ଗୋଟେ ହେଲା କୋର୍ ଟାଇପ୍, ଯେଉଁଥିରେ ୱାଇଣ୍ଡିଂ ଗୁଡ଼ାକ କୋର୍କୁ ଘିରିକି ରହିଥାଏ। ଏହା ହାଇ ଭୋଲ୍ଟେଜ୍ ପାଇଁ ବେଶୀ ଭଲ। ଆଉ ଅନ୍ୟଟି ହେଲା ଶେଲ୍ ଟାଇପ୍, ଯେଉଁଥିରେ ଓଲ୍ଟା, ମାନେ କୋର୍ ହିଁ ୱାଇଣ୍ଡିଂକୁ ଘିରିକି ରହିଥାଏ। ଏହା ଟିକେ ବେଶୀ ମଜବୁତ ଆଉ କମ୍ ଭୋଲ୍ଟେଜ୍ ପାଇଁ ବ୍ୟବହାର ହୁଏ। ତେବେ ଦୁଇଟି ଯାକ ଡିଜାଇନ୍ର ନିଜ ନିଜର କାମ ଅଛି। ଆଚ୍ଛା, ସେ ଯେଉଁ ତେଲ କଥା ଆମେ କହୁଥିଲେ, ତାର ଦୁଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କାମ ଅଛି। ପ୍ରଥମ କାମ ହେଲା କୁଲିଂ, ଏହା ପୂରା ସିଷ୍ଟମକୁ ଥଣ୍ଡା ରଖେ। ଆଉ ଦ୍ୱିତୀୟ କାମ ହେଲା ଇନ୍ସୁଲେସନ୍, ମାନେ ଏହା ଭିତରେ ସର୍ଟ ସର୍କିଟ୍ ହେବାକୁ ଦିଏନି। କହିବାକୁ ଗଲେ ଏହି ତେଲ ବିନା ଗୋଟେ ଟ୍ରାନ୍ସଫର୍ମର କିଛି ମିନିଟ୍ ଭିତରେ ଜଳିପୋଡ଼ି ପାଉଁଶ ହୋଇଯିବ। ଏହି ତେଲର କ୍ୱାଲିଟି କେତେ ଜରୁରୀ ତାହା ଏହି ଗୋଟିଏ କଥାରୁ ହିଁ ଜଣାପଡ଼ିବ। ଭାବନ୍ତୁ ତ, 10 ଲକ୍ଷ ଭାଗ ତେଲରେ ଯଦି ମାତ୍ର 8 ଭାଗ ପାଣି ମିଶିଯାଏ, ତେବେ ସେ ତେଲର ଇନ୍ସୁଲେସନ୍ କରିବାର କ୍ଷମତା ପୂରାପୂରି ଶେଷ ହୋଇଯାଏ। ଏଥିରୁ ହିଁ ଜଣାପଡ଼ୁଛି ଇଞ୍ଜିନିୟରିଂରେ ଛୋଟ ଛୋଟ ଜିନିଷର କେତେ ମହତ୍ତ୍ୱ। ଏବେ ଯାଏଁ ଆମେ ଯାହା ସବୁ କଥା ହେଲେ,
ତାହା ଗୋଟେ ପରଫେକ୍ଟ ବା ଆଇଡିଆଲ ଟ୍ରାନ୍ସଫର୍ମର ବିଷୟରେ। କିନ୍ତୁ ଆମେ ସମସ୍ତେ ଜାଣନ୍ତି ବାସ୍ତବ ଦୁନିଆରେ କିଛି ବି ପରଫେକ୍ଟ ନୁହେଁ। ତେବେ ଚାଲନ୍ତୁ ଏବେ ଦେଖିବା ଏହି ଆଇଡିଆଲ ଆଉ ରିଅଲ ଟ୍ରାନ୍ସଫର୍ମର ଭିତରେ ଫରକ କ'ଣ। ଦେଖନ୍ତୁ, ଆଇଡିଆଲ ଟ୍ରାନ୍ସଫର୍ମର ଗୋଟେ କାଳ୍ପନିକ ଜିନିଷ, ଗୋଟେ ଥିଓରି ମାତ୍ର। ଏଥିରେ ଧରି ନିଆଯାଏ ଯେ କୌଣସି ଶକ୍ତି ନଷ୍ଟ ହୁଏନି, ତାରରେ କିଛି ବି ରେଜିଷ୍ଟାନ୍ସ ନାହିଁ, ଆଉ ଟିକେ ବି ମ୍ୟାଗ୍ନେଟିକ୍ ଫିଲ୍ଡ ବାହାରକୁ ଯାଏନି, ମାନେ ଏହାର ଦକ୍ଷତା ହେଉଛି 100%। କିନ୍ତୁ ପ୍ରଶ୍ନ ଉଠୁଛି, କ'ଣ ବାସ୍ତବରେ ଏମିତି କିଛି ଟ୍ରାନ୍ସଫର୍ମର ତିଆରି କରିବା ସମ୍ଭବ? କ'ଣ କିଛି ସତରେ ଏତେ ପରଫେକ୍ଟ ହୋଇପାରେ? ଏହାର ଉତ୍ତର ହେଉଛି ନା, ବାସ୍ତବରେ ଏମିତି ହୁଏନି। ରିଏଲ୍ ଟ୍ରାନ୍ସଫର୍ମରରେ କିଛି ନା କିଛି ଶକ୍ତି ନଷ୍ଟ ହୁଏ, ଯେମିତିକି ତାରର ରେଜିଷ୍ଟେନ୍ସ ଯୋଗୁଁ କପର ଲସ୍ ହୁଏ। କୋର୍ରେ ହିଷ୍ଟେରିସିସ୍ ଆଉ ଏଡି କରେଣ୍ଟ ଯୋଗୁଁ ବି କିଛି ଶକ୍ତି ଗରମ ହେଇକି ନଷ୍ଟ ହୁଏ, ଆଉ କିଛି ମ୍ୟାଗ୍ନେଟିକ୍ ଫ୍ଲକ୍ସ ଦ୍ୱିତୀୟ କଏଲ୍ ପର୍ଯ୍ୟନ୍ତ ନ ପହଞ୍ଚି ବାହାରେ ହିଁ ନଷ୍ଟ ହୋଇଯାଏ। ତେବେ ଏହି ସବୁ ଲସ୍ର ଫଳ କ'ଣ? ଫଳ ହେଉଛି ତାପ ବା ଗରମ। ଯେକୌଣସି ରିଏଲ ଟ୍ରାନ୍ସଫର୍ମରରେ କିଛି ଶକ୍ତି ସବୁବେଳେ ତାପରେ ପରିଣତ ହୋଇ ନଷ୍ଟ ହୋଇଯାଏ। ଏଥିପାଇଁ ତ ଟ୍ରାନ୍ସଫର୍ମର ଗରମ ହୁଏ। ଆଉ ସେଥିପାଇଁ ଇଞ୍ଜିନିୟରମାନେ ସବୁବେଳେ ଚେଷ୍ଟା କରୁଛନ୍ତି ନୂଆ ନୂଆ ଡିଜାଇନ୍, ନୂଆ ମେଟେରିଆଲ ବ୍ୟବହାର କରି ଏହି ଶକ୍ତି କ୍ଷୟକୁ ଯେତେ ସମ୍ଭବ କମ୍ କରିବା ପାଇଁ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ ନୁହେଁ କି? ଊନବିଂଶ ଶତାବ୍ଦୀର ଏକ ଆବିଷ୍କାର ଆଜି ବି ପୁରା ଦୁନିଆକୁ ଚଲାଉଛି। ତବେ ଶେଷରେ ଗୋଟିଏ ପ୍ରଶ୍ନ, ଏହି ମୌଳିକ ଟେକ୍ନୋଲୋଜିରେ ଆଗକୁ ଆଉ କି ପ୍ରକାରର ବିପ୍ଳବ ଆସିପାରେ? କ'ଣ ଏହାକୁ ଆହୁରି ଉନ୍ନତ କରିପାରିବ?